ଗ୍ରାମବାସୀ ଦ୍ୱାରା ବନ୍ଧା ହୋଇଛନ୍ତି ସରପଞ୍ଚଙ୍କ ସ୍ୱାମୀ। ସୂଚନା ଅନୁସାରେ ବାଲିଆପାଳ ପଞ୍ଚାୟତର 7 ନମ୍ବର ୱାର୍ଡର ଥିବା ପଦ୍ମପୋଖରୀରୁ ବର୍ଷା ପାଣି ନିଷ୍କାସନ ପାଇଁ ଦୀର୍ଘ ଦିନ ଧରି ଅନୁସୂଚିତ ସାହିର ଲୋକମାନେ ସରପଞ୍ଚଙ୍କ ସ୍ୱାମୀ ହେମନ୍ତ ଦାସ ତହସିଲଦାର ବିଡିଓଙ୍କୁ କହିଥିଲେ ମଧ୍ୟ କେହି ଦୃଷ୍ଟି ଦେଉନଥିଲେ। 50ଟି ପରିବାର 3 ମାସ ହେଲା ଜଳମଗ୍ନ ହୋଇ ବହୁ ହଇରାଣ ହରକତ ହେଉଛନ୍ତି। କାହାକୁ ସାପ କାମୁଡ଼ୁଛି ତ କିଏ ଜଣ୍ଡିସରେ ଆକ୍ରାନ୍ତ ହେଉଛି। ତେବେ ପୂର୍ବରୁ ସରପଞ୍ଚଙ୍କ ସ୍ୱାମୀ ହେମନ୍ତ ଦାସ ପୋଖରୀରେ ମାଛ ଛାଡ଼ିଥିଲେ ଏବଂ ଆଜି ଦେଖିବା ପାଇଁ ଆସିଥିଲେ। ଗ୍ରାମବାସୀର ଶତାଧିକ ମହିଳାଙ୍କ ଦ୍ୱାରା ବାଲିଆପାଳ ସରପଞ୍ଚଙ୍କ ସ୍ୱାମୀ ହେମନ୍ତ ଦାସକୁ ମହିଳାମାନେ ବାନ୍ଧି ଦେଇଛନ୍ତି। ଗ୍ରାମବାସୀଙ୍କର ଏକଜିତ ଯେ ପର୍ଯ୍ୟନ୍ତ ପାଣି ନିଷ୍କାସନ ନ ହୋଇଛି ଶ୍ରୀ ଦାସକୁ ଛଡ଼ା ହେବ ନାହିଁ। ସୂଚନା ଅନୁସାରେ ବାଲିଆପାଳ ପଞ୍ଚାୟତର 7 ନମ୍ବର ୱାର୍ଡର ଥିବା ପଦ୍ମପୋଖରୀରୁ ପାଣି ନିଷ୍କାସନ ପାଇଁ ଦୀର୍ଘ ଦିନ ଧରି ଗାଁର ଲୋକମାନେ ସରପଞ୍ଚ ସ୍ୱାମୀଙ୍କ ହେମନ୍ତ ଦାସ ତହସିଲଦାର ବିଡିଓଙ୍କୁ କହିଥିଲେ ମଧ୍ୟ କେହି ଦୃଷ୍ଟି ଦେଇନଥିଲେ। ଗ୍ରାମବାସୀଙ୍କର ଏକଜିତ ଯେ ପର୍ଯ୍ୟନ୍ତ ପାଣି ନିଷ୍କାସିତ ନ ହୋଇଛି ସେ ପର୍ଯ୍ୟନ୍ତ ଦାସଙ୍କୁ ଛଡ଼ା ହେବ ନାହିଁ।